ବହୁ ଦିନ ପରେ ରଜରେ ମାମୁଁ ଘରକୁ ଯାଇଥିଲି। ମାମୁଁ ଘର ଦେଖିବି ଗୋଟେ ଛୋଟ ଗାଡ଼ିଆ। ଗାଡ଼ିଆ ମାଛ ଖାଇବାକୁ ଭାରି ପସନ୍ଦ ଲାଗେ। ସେଥିପାଇଁ ଜିଦ କଲେ କି ନାଇଁ, ମାଛ ଗାଡ଼ିଆରୁ ଆଜି ଧରା ହବ, ଖାଇବି। ସେଇ କଥା ଶୁଣି ମାମୁଁ ଜାଲୁଆକୁ ଡାକି ମାଛ ଧରିଲେ। ମାଇଁ ମାଛ କାଟିଲେ। ମୁଁ ସବୁ ବସି ଦେଖୁଥାଏ ନିରୀକ୍ଷେ। ମାଇଁ ମାଛ କାଟିଲା ପରେ ମୁଁ ମାଛ ଧୋଇଲି। ମାଛ ଧୋଇ ହଳଦୀ ଲୁଣ ମାଛରେ ଗୋଳେଇକି ଆସିଲି ମାଛ ଭାଜିବାକୁ ଚୁଲିରେ। ଚୁଲିରେ ମାଛ ଭଜା ଏତେ ଭଲ ଲାଗେ ଖାଇବାକୁ। ଏତେ ଗରମରେ ଚୁଲି ପାଖରେ ବସିକି ରାନ୍ଧିବା ଭାରି କଷ୍ଟ ଲାଗୁଥାଏ। ଏତିକି ମାଛ ଭାଜିକି ମୁଁ ଏତେ ଥକିଗଲି। ମୁଁ ଭାବିଲି କି ମାଇଁ ଘର ଲୋକ ସବୁଦିନ ଚୁଲିରେ ରୋଷେଇ କରୁଛନ୍ତି ଏତେ କଷ୍ଟ କରି। ତାପରେ ମାଛ ଭାଜି ଗରମ ଗରମ ମାଛ ଭଜା ଆଉ ପଖାଳ ସହିତ ଖାଇଲି। ଖରାଦିନେ ପଖାଳ ମାଛ ଭଜା ଏତେ ଭଲ ଲାଗିଲା, କ'ଣ କହିବି।